ମୋ ନାଁ ଯଶବନ୍ତ ପ୍ରତାପ। ଆମ ଘର ଏଇ ଦପ୍ତରୀ। ଆଜି ସକାଳ 9ଟା ଖଣ୍ଡେ ବେଳେ ଆମର ଏଇ ପାର୍କରେ ସ୍ୱପ୍ନ ପାର୍କରେ ଗୋଟେ ଝିଙ୍କ ଦେଖିବାକୁ ମିଳିଲା। ଆଉ ଆମର ଏଠି ଯିଏ ଅଛନ୍ତି ସେ କହିଲାଠୁ ସବୁ ଲୋକଙ୍କୁ ଆମର କହିଲାଠୁ ବନ ବିଭାଗଙ୍କ କତିକି ଫୋନ୍ କଲେ। ବନ ବିଭାଗ ବାଲା ଆସିକି ବହୁତ ସମୟ ଘଣ୍ଟାଏ ଖଣ୍ଡେ ତା ପଛରେ ଲାଗିଲେ ତାକୁ ଧରିବା ପାଇଁ। ସେ ବହୁତ ଉଦ୍ୟମ ପରେ ଧରି ପାଇଲେନି। ତଥାପି ଗାଁର କିଛି ପିଲା ତାଙ୍କ ସାଙ୍ଗରେ ରହିକି ଧରାଧରି କଲେ। ପିଲା ବି ବହୁତ ଥିଲେ। ତାକୁ ଧରିଲା ପରେ ବହୁତ ସମୟ ଘଣ୍ଟାଏ ଖଣ୍ଡେ ଲାଗିଲା ପରେ ଧରିଲା ପରେ ବନ ବିଭାଗ ହସ୍ତାନ୍ତର କଲେ। ତାପରେ ଆମର ବଡ ଭାଇ ଜଣେ ବି ତାଙ୍କ ସାଙ୍ଗରେ ଥିଲେ, ତାଙ୍କ ହାତକୁ ବି ସେ ଫୁଟେଇ ଦେଇଛି। ଆଉ ଅଧିକା ଆଘାତ ଲାଗି ଆଣ୍ଠୁ ଖଣ୍ଡିଆ ଯାଇଛି, ରକ୍ତ ବାହାରୁଛି, ଆଉ ହାତର ଟିକେ ଫୁଟି ଯାଇଛି। ତାପରେ ବହୁତ ସମୟ ଜାରି ରଖିଲା ପରେ ତାକୁ ଧରିକି ଦେଲେ। ପ୍ରାୟ ଘଣ୍ଟାଏ ଖଣ୍ଡେ ଲାଗିଲା ପରେ ତାକୁ ଧରିକି ଦେଇଛନ୍ତି। ନାଇଁ ଏଠି କିଛି, ଆମେ ତ ବହୁତ ଦିନ ହେଲା ଏଠି ରହିଛୁ, କୌଣସି ଜିନିଷ ଆମେ ବି ତା ଭିତରକୁ ଯାଉ, ବୁଲାବୁଲି କରୁ, କିଛି ନାହିଁ। ଏ କେମିତି ହଠାତ୍ ଆଜି ସକାଳୁ ଦେଖିବାକୁ ମିଳିଲା ଆଉ। ନାଇଁ ପିଞ୍ଜରା କିଛି ନାହିଁ। ମୁଁ ଅକ୍ଷୟ କୁମାର ନାୟକ, ନିମାପଡ଼ା ଦପ୍ତରୀ ଗ୍ରାମର ପିଲା ହେଲା। ହଁ, ଝିଙ୍କ ଆସିଥିଲା, ସେ ପଶି ଯାଇଥିଲା ସେ ସ୍ୱପ୍ନ ସେ ଯୋଉ ଇଏରେ ଫାର୍ମ ହାଉସରେ ପଶିକିରି ରହିଥିଲା। ସେ ଦେଖିଲାଠୁ ସେଠୁ ସକାଳୁ 9ଟା 9:30 ଭିତରେ ସେ ଝିଙ୍କଟାକୁ ବନ ବିଭାଗ ବାଲାକୁ ଡକେଇକିରି ଧରାଗଲା ଆଉ ପୁରା। ହଁ, ଗାଁ ଲୋକ କିଛି ସାହାଯ୍ୟ କରିଛନ୍ତି। ନାଇଁ ସେମିତି ଆମେ କହିପାରିବିନି ମୁଁ, କିନ୍ତୁ ଦେଖା ହେଲା ଯେତେବେଳେ ତ ଧରା ହେଲା ଆଉ। ସାଙ୍ଗେ ସାଙ୍ଗେ ବନ ବିଭାଗକୁ ଡକା ହେଲା, ଧରା ହେଲା ଆଉ। ଜଣେ ଆହତ ହେଇଛି, କଣ କହିବି ତାଙ୍କୁ, ମାନେ କଣ୍ଟା ମାରିକି ଆହତ ହେଇଛି। ହଁ, ସେ ଆମରି ସେଇ ଗାଁର ପିଲାଟି, ସିଏ ଧରିବାକୁ ଯାଉଥିଲା, ସେ ଆହତ ହେଲା ଆଉ ଟିକେ ନଗର ଆଉ। ବନ ବିଭାଗ ଆସିଥିଲେ, ନାଇଁ ସେ ତାଙ୍କ ଧରିକି ନେଇକିରି ଗଲେ ଆଉ, ବନ ବିଭାଗ ବାଲା ଆଉ।